कृष्ण ही चैतन्य प्रभु नित्यानंद अद्वैत गदाधर शिव शक्ति गौर भक्त वृंद। हरे कृष्ण 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 हरे हरे, हरे राम 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 हरे हरे। हरे कृष्ण 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 हरे हरे, हरे राम 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 हरे हरे। हरे कृष्ण 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 हरे हरे, हरे राम 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 हरे हरे। स्टार्ट करू। ଆମେ ଆଜି ଆଲୋଚନା ଆପରେ ମାନେ କୃଷ୍ଣ ପ୍ଲେଜେସ୍ ହିଜ ଡିଭୋଟିଜ୍। ପ୍ରଥମେ ଧନ୍ୟବାଦ ପ୍ରଭୁ ଯେ ଆପଣ ମତେ ମାନେ ଆଜି ଆଣିଥିବାରୁ ମାନେ ଏ ସ୍ଥାନକୁ କିଛି କହିବା ପାଇଁ ଥିବାରୁ। ତ କୃଷ୍ଣ ପ୍ଲେଜେସ୍ ହିଜ ଡିଭୋଟିଜ୍ ତାର ଓଡିଆ ମାନେ ହଉଛି କୃଷ୍ଣ ତାଙ୍କର ଭକ୍ତ ମାନଙ୍କୁ ଆନନ୍ଦ ଦିଅନ୍ତି। ଗୋଟେ ଦିନ ଥିଲା ଅନେକ ଦିନ ପୂର୍ବ ଧରି କୃଷ୍ଣ ଉଦ୍ଧବଙ୍କ ଠାରୁ ତାଙ୍କର ବୃନ୍ଦାବନ ପରିଦର୍ଶନରେ ବିଶଦ ବିବରଣୀ, ତାଙ୍କର ପିତାମାତାଙ୍କ ଅବସ୍ଥା କଥା, ଗୋପୀ ଓ ଗୋପାଳ ମାନଙ୍କ କଥା ଶୁଣିଲେ। ଉଦ୍ଧବ ସେମାନଙ୍କୁ ସାନ୍ତ୍ୱନା ଦେବାର ଏବଂ ବାର୍ତ୍ତା ପ୍ରଦାନ କରିବାର ସକ୍ଷମ ହୋଇଅଛନ୍ତି। ଏକଥା ଶୁଣି ଭଗବାନ ଶ୍ରୀକୃଷ୍ଣ ପୂର୍ଣ୍ଣ ସନ୍ତୋଷ ଲାଭ କଲେ। ତତ୍ପରରେ ଭଗବାନ ଶ୍ରୀକୃଷ୍ଣ ସ୍ଥିର କରିଥିଲେ ସେ କୁବ୍ଜା ଗୃହକୁ ଯିବେ, କାରଣ ସେ ମଥୁରା ନଗରରେ ପ୍ରବେଶ କରୁଥିଲା ବେଳେ ସେ ତାଙ୍କୁ ଚନ୍ଦନ ଅର୍ପଣ କରି ସନ୍ତୁଷ୍ଟ କରିଥିଲେ। ଭଗବତ ଗୀତାରେ କୁହାଯାଇଛି ଯେ କୃଷ୍ଣ ସର୍ବଦା ତାଙ୍କର ଭକ୍ତମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରନ୍ତି ଏବଂ ଭକ୍ତଗଣ ମଧ୍ୟ କୃଷ୍ଣଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରନ୍ତି। ଭକ୍ତଗଣ ଯେପରି ସର୍ବଦା କୃଷ୍ଣଙ୍କ ହୃଦୟରେ ଚିନ୍ତା କରୁଥାନ୍ତି, କୃଷ୍ଣ ମଧ୍ୟ ସେହିପରି ଭକ୍ତମାନଙ୍କୁ ତାଙ୍କ ହୃଦୟରେ ଚିନ୍ତା କରୁଥାନ୍ତି। ଯେତେବେଳେ କୃଷ୍ଣଙ୍କର ସ୍ପର୍ଶ ଲାଭ କରି କୁବ୍ଜା ଏକ ସୁନ୍ଦରୀ ଯୁବତୀ ହୋଇଗଲା, ସେତେବେଳେ ସେ ଇଚ୍ଛା କଲେ ଯେ କୃଷ୍ଣ ତା ଗୃହକୁ ଗଲେ ସେ ତାଙ୍କର ପୂଜା କରିବ। ସାଧାରଣତଃ ସମାଜରେ ଯୁବତୀ ଗଣ ପୁରୁଷମାନଙ୍କୁ ସେମାନଙ୍କ ଶରୀର ଅର୍ପଣ କରନ୍ତି, ସନ୍ତୁଷ୍ଟ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏ କୁବ୍ଜା କାମ ପୀଡ଼ାରେ ପୀଡ଼ିତ ହୋଇ କୃଷ୍ଣଙ୍କ ସହିତ କାମ ପିପାସା ମେଣ୍ଟାଇବାକୁ ବାସ୍ତାରେ ଇଚ୍ଛା କରିଥିଲା। ଯେତେବେଳେ କୃଷ୍ଣ କୁବ୍ଜା ଗୃହକୁ ଯିବାକୁ ଇଚ୍ଛା କଲେ, ସେତେବେଳେ ତାଙ୍କର ଇନ୍ଦ୍ରିୟ ସୁଖ ଭୋଗ କୌଣସି କାମନା ନଥିଲା। କୃଷ୍ଣଙ୍କ ଶରୀରରେ ଚନ୍ଦନ ଲେପନ କରି କୁବ୍ଜା କୃଷ୍ଣଙ୍କ ଇନ୍ଦ୍ରିୟ ମାନଙ୍କୁ ସନ୍ତୋଷ ଦେଇପାରିବେ। କୁବ୍ଜା ଇନ୍ଦ୍ରିୟ ସୁଖ ବାହାନରେ କୃଷ୍ଣ ତା ଗୃହକୁ ଯିବା ଇଚ୍ଛା କଲେ। ଯେତେବେଳେ ସେ ବାସ୍ତବରେ ଇନ୍ଦ୍ରିୟ ସୁଖ ଭୋଗ କରିବାକୁ କୁବ୍ଜା ଗୃହକୁ ଯାଇନଥିଲେ, ତାଙ୍କୁ ଏକ ଶୁଦ୍ଧ ଭକ୍ତରେ ପରିଣତ କରିବାକୁ କୃଷ୍ଣ ଯାଇଥିଲେ କୁବ୍ଜାଙ୍କ ଘରକୁ। ତେଣୁ ଏକ ଗ୍ରାମ ଯୁବତୀ ନିକଟକୁ ଇନ୍ଦ୍ରିୟ ସୁଖ ଭୋଗ ଲାଳସାରେ ଯିବାର ତାଙ୍କର କୌଣସି ଆବଶ୍ୟକତା ନଥିଲା। କିନ୍ତୁ ସେ ସମସ୍ତଙ୍କ ପ୍ରତି ଦୟାଳୁ ହୋଇଥିବାରୁ ସେ କୁବ୍ଜା ଗୃହକୁ ଯିବାକୁ ଇଚ୍ଛା କଲେ। କୁହାଯାଇଛି ଯେ ଚନ୍ଦ୍ର ଏକ କୁଟିଳ ପ୍ରକୃତି ବ୍ୟକ୍ତିର ଅଗଣାରେ କିରଣ ଦେବାକୁ ମଧ୍ୟ କୁଣ୍ଠାବୋଧ କରେ ନାହିଁ। ଠିକ ସେହିପରି କୃଷ୍ଣ ଦିବ୍ୟ କୃପା କରିବାକୁ ମନା ନାହିଁ। ତାଙ୍କୁ ଶ୍ରଦ୍ଧା ପ୍ରେମରେ ହେଉ କିମ୍ବା ଭୟରେ ହେଉ କିମ୍ବା କ୍ରୋଧରେ ହେଉ କିମ୍ବା କାମ ପାପିସାରେ ହେଉ, ଯେପରି ଭାବେ ସେବା କଲେ ମଧ୍ୟ ସେ କୃପା ପ୍ରଦର୍ଶନ କରନ୍ତି। ଶ୍ରୀ ଚୈତନ୍ୟ ଚରିତାମୃତରୁ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତି କୃଷ୍ଣଙ୍କର ସେବା କରିବାକୁ ଇଚ୍ଛା କରେ ଏବଂ ନିଜର କାମ ପିପାସା ମେଣ୍ଟାଇବାକୁ ଇଚ୍ଛା କରେ, କୃଷ୍ଣ ତା ସହିତ ଏପରି ବ୍ୟବହାର କରନ୍ତି ଯେ ସେ ତାର କାମ ପିପାସାକୁ ଭୁଲି ଯାଇ ଏବଂ ପୂର୍ଣ୍ଣ ରୂପେ ବିଶୁଦ୍ଧ ହୋଇ ସର୍ବଦା କୃଷ୍ଣଙ୍କ ସେବାରେ ଲାଗି ରହେ। କୃଷ୍ଣ ତାଙ୍କର ଅତୀତ ପ୍ରତିଜ୍ଞା ରକ୍ଷା କରିବା ନିମନ୍ତେ ଉଦ୍ଧବଙ୍କ ସହିତ କୁବ୍ଜା ଗୃହକୁ ଯାଇଥିଲେ। ଯେତେବେଳେ କୃଷ୍ଣ କୁବ୍ଜାଙ୍କ ଗୃହକୁ ପ୍ରବେଶ କଲେ, ସେ ଦେଖିଲେ ଯେ ଘରଟି ଏପରି ଭାବେ ସଜା ହୋଇଛି ଯେପରି ପୁରୁଷ କାମ ପିପାସା ଜାଗ୍ରତ ହେବ। ସାଜସଜା ମଧ୍ୟ ଅନେକ ଛବି ଥିଲା, ଯାହା ଚାନ୍ଦୁଆ ମଧ୍ୟ ଟଣା ହୋଇଥିଲା। ମଣିମୁକ୍ତା ଖଚିତ ପତାକା ମାନ ଶୋଭା ବି ପାଉଥିଲା।
ଅତି ସୁନ୍ଦର ସୁକୋମଳ ସଜ ଓ ନରମ ଗଦି ଚୌକି ବସିବା ପାଇଁ ଥିଲା। କୋଠରୀ ମଧ୍ୟରେ ଫୁଲହାର ଥିଲା ଏବଂ ସୁଗନ୍ଧିତ ଧୂପରେ ଗନ୍ଧ ମହକି ଉଠୁଥିଲା ଏବଂ ସୁଗନ୍ଧିତ ଜଳ ଛିଞ୍ଚା ଯାଇଥିଲା ଏବଂ କୋଠରୀ ଗୁଡିକ ସୁନ୍ଦର ସଜା ହୋଇ ଆଲୋକିତ ହୋଇଥିଲା। ଯେତେବେଳେ କୁବ୍ଜା ଦେଖିଲେ ଯେ ଭଗବାନ ଶ୍ରୀକୃଷ୍ଣ ଅ ତାଙ୍କ ପ୍ରତିଜ୍ଞା ରକ୍ଷା କରି ତାଙ୍କ ଗୃହକୁ ଆସିଛନ୍ତି, ସେତେବେଳେ ସେ ସାଙ୍ଗେ ସାଙ୍ଗେ ତାଙ୍କୁ ସ୍ଵାଗତ ଜଣାଇବା ନିମନ୍ତେ ଚୌକିରୁ ଉଠି ପଡ଼ିଲେ। ତାପରେ ଅନେକ ସଖୀଙ୍କ ସହ ସେ କୃଷ୍ଣ ନିକଟକୁ ଯାଇ ଅତ୍ୟନ୍ତ ଭକ୍ତି ଓ ସମ୍ମାନ ସହ କଥାବାର୍ତ୍ତା ହେବାକୁ ଆରମ୍ଭ କଲା। ତାଙ୍କୁ ବସିବାକୁ ଏକ ସୁନ୍ଦର ଆସନ ଦେଲା ପରେ ଭଗବାନ ଶ୍ରୀକୃଷ୍ଣ ଯଥାର୍ଥ ପୂଜା କଲେ। କଲେ ଯେ ଆମର କୁବଜା ଯେ ଭଗବାନ କୃଷ୍ଣଙ୍କୁ ପୂଜା କଲେ। କିନ୍ତୁ ଉଦ୍ଧବ କୃଷ୍ଣଙ୍କ ସହିତ ସମାନ ନୁହନ୍ତି, ତେଣୁ ସେ ଚଟାଣ ତଳେ ବସି ପଡିଲେ। ଏ ପ୍ରକାର ଅବସ୍ଥାରେ ସମୟ ନଷ୍ଟ ନକରି କୃଷ୍ଣ କୁବ୍ଜା ଶୟନ ଲକ୍ଷରେ ପ୍ରବେଶ କଲେ। ଇତିମଧ୍ୟରେ କୁବ୍ଜା ସ୍ନାନ କରି ଚନ୍ଦନ ଚର୍ଚ୍ଚିତ ହୋଇ ସାରିଲା ପରେ ସେ ଅତି ସୁନ୍ଦର ପୋଷାକ ଓ ମୂଲ୍ୟବାନ ମଣିମୁକ୍ତା ଅଳଙ୍କାର ଓ ପୁଷ୍ପହାର ପ୍ରଭୃତି ପରିଧାନ କରି ଆସିଲେ। ଅତି ସୁନ୍ଦର ବେଶରେ ସେ ଦଣ୍ଡାୟମାନ ହେଲା ପରେ ସେତେବେଳେ ତାର ହସ ହସ ଚାହାଣୀ ଏବଂ ଚକ୍ଷୁର ନର୍ତ୍ତନ ଆଦି ସ୍ତ୍ରୀ ସୁଲଭ ଇଚ୍ଛାରେ ପରିପୂର୍ଣ୍ଣ ହୋଇଥିଲା। ଯେଉଁ କୃଷ୍ଣ ମାଧବ ଅର୍ଥାତ ଲକ୍ଷ୍ମୀ ଦେବୀଙ୍କର ସ୍ଵାମୀ ଭାବେ ପରିଚିତ, ସେହି କୃଷ୍ଣ ସମ୍ମୁଖରେ କୁବ୍ଜା ଦଣ୍ଡାୟନ ମାନେ ହେଲେ। ଯେତେବେଳେ କୃଷ୍ଣ ଦେଖିଲେ ଯେ କୁବ୍ଜା ଆ ତାଙ୍କ ସୁଖକୁ ଆସିବାକୁ ଦ୍ୱିଧାବୋଧ କରୁଛି, ସେତେବେଳେ ସେ ସାଙ୍ଗେ ସାଙ୍ଗେ ଚୁଡି ଆଦି ଅଳଙ୍କାର ଖଞ୍ଜିତ ତାର ହସ୍ତକୁ ଧରି ପକାଇ ଅତି ସ୍ନେହରେ ତାଙ୍କୁ ସେ ପାଖକୁ ଟାଣି ନେଲେ। ନିଜ ପାଖରେ ବସାଇ କୁବ୍ଜା ପୂର୍ବରୁ କେବଳ ଭଗବାନ ଶ୍ରୀକୃଷ୍ଣକୁ ଚନ୍ଦନ ଚର୍ଚ୍ଚିତ କରାଇଥିଲା। ଏହି କାରଣରୁ କୁବ୍ଜା ବର୍ତ୍ତମାନ ସମସ୍ତ ପ୍ରକାର ପାପ କର୍ମ ପ୍ରତିକାରରୁ ମୁକ୍ତ ହୋଇ କୃଷ୍ଣଙ୍କ ସହ କ୍ରୀଡ଼ା କରିବାକୁ ସକ୍ଷମ ହେଲା। ତତ୍ପରେ ସେ କୃଷ୍ଣ ପାଦ ପଦ୍ମ ବା କାମ ପୀଡାରେ ପୀଡିତ ଦୁଃଖୀଭୂତ ହୋଇ ଥିବା ତାର ବକ୍ଷ ଦେଶ ସ୍ଥାପନ କଲା। କୃଷ୍ଣ ପାଦ ପଦ୍ମ ସୁଗନ୍ଧ ଆଘ୍ରାଣ କରି ସେ ତତ୍କ୍ଷଣାତ୍ ସମସ୍ତ ପ୍ରକାର କାମ ପିପାସା ମୁକ୍ତ ହୋଇଥିଲା। ଏହି ପ୍ରକାରେ ସେ ତାର ଦୁଇ ବାହୁର କୃଷ୍ଣ ଆଲିଙ୍ଗନ କଲା ଏବଂ ତାର ପୁରାତନ କାମନା ଚର୍ଚ୍ଚିତ କଲା। ସେ ବହୁତ ଦିନରୁ ଭାବିଥିଲା ଯେ କୃଷ୍ଣଙ୍କୁ ତା ଗୃହରେ ପ୍ରେମିକ ରୂପେ କିପରି ଲାଭ କରିବ। ତାର ଏଇ କାମନା ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ ପୂର୍ଣ୍ଣ କଲେ। ଭଗବତ ଗୀତାରେ କୁହାଯାଇଛି ଯେ ବ୍ୟକ୍ତି ସମସ୍ତ ପ୍ରକାର ପାପ କର୍ମ ପ୍ରତିକ୍ରିୟାକୁ ମୁକ୍ତ ନ ହେଲେ ଭଗବାନଙ୍କ ଦିବ୍ୟ ସେବାରେ ନିଯୁକ୍ତ ହୋଇପାରିବ ନାହିଁ। କେବଳ କୃଷ୍ଣଙ୍କୁ ଚନ୍ଦନ ଦେଇ କୁବ୍ଜା ଏ ପ୍ରକାର ପୁରସ୍କାର ଲାଭ କଲା। ଅନ୍ୟ କୌଣସି ପ୍ରକାର କୃଷ୍ଣଙ୍କୁ ପୂଜା କରି ସେ ଶିଖିନଥିଲା। ତେଣୁ ସେ ତାର ନିଜ ବୁଦ୍ଧି ମାଧ୍ୟମରେ କୃଷ୍ଣକୁ ସନ୍ତୁଷ୍ଟ କରିବାକୁ ଇଚ୍ଛା କଲେ। ଭଗବତ ଗୀତାରେ କୁହାଯାଇଛି ଯେ ବ୍ୟକ୍ତି ନିଜ ମାଧ୍ୟମରେ ଭଗବାନଙ୍କୁ ପୂଜା କରିପାରେ। ଯଦି ସେ ବୃତ୍ତି ନିଷ୍ଠା ଓ ସହକାରେ ଭଗବାନଙ୍କ ପ୍ରତ୍ୟକ୍ଷ କରାଯାଏ, ତାହେଲେ ତାହା କୃଷ୍ଣ ପୂଜା ହୁଏ। ତତ୍ପରେ କୁବ୍ଜା କୃଷ୍ଣଙ୍କୁ କହିଲା, ହେ ମୋର ପ୍ରିୟ ବନ୍ଧୁ, ଦୟାକରି ମୋ ସାଥିରେ କିଛି ଦିନ ରୁହନ୍ତୁ। ଆପଣ ଓ ଆପଣଙ୍କର ପଦ୍ମଲୋଚନ ବନ୍ଧୁ ମୋ ସାଥିରେ ରହି କିଛି ଦିନ ଉପଭୋଗ କରନ୍ତୁ। ମୁଁ ସାଙ୍ଗେ ସାଙ୍ଗେ ଆପଣ ମାନଙ୍କୁ ଛାଡି ଦେଇପାରିବି ନାହିଁ। ଦୟାକରି ମୋର ଅନୁରୋଧ ରକ୍ଷା କରନ୍ତୁ। ବେଦରେ କୁହାଯାଇଛି ଯେ ପରମ ପୁରୁଷ ଭଗବାନ ଅନେକ ଶକ୍ତି ଅଛି। ବିଶିଷ୍ଟ ଆଚାର୍ଯ୍ୟ ମାନଙ୍କ ମତାନୁଯାୟୀ କୃଷ୍ଣଙ୍କର ପୁରୁଷ ଶକ୍ତିର ପ୍ରକାଶ ଅଟେ। ଯେପରି କୃଷ୍ଣଙ୍କ ରାଧାରାଣୀ କୃଷ୍ଣଙ୍କ ଚିତ୍ ଶକ୍ତିର ପ୍ରକାଶ ଅଟନ୍ତି, ସେହିପରି କୁବ୍ଜା ପୁରୁଷ ଶକ୍ତିର ପ୍ରକାଶ ଅଟେ। ଯଦିଓ ସେ କୃଷ୍ଣଙ୍କୁ ଆଉ କିଛି ଦିନ
ରହିବା ପାଇଁ ଅନୁରୋଧ କଲେ, ତଥାପି ସେ କୃଷ୍ଣ ବଡ଼ ଭଦ୍ରତା ସହକାରେ ତାଙ୍କୁ ବୁଝାଇ ଦେଲେ ଯେ ଅଧିକ ଦିନ ରହିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ। ଶ୍ରୀକୃଷ୍ଣ ଏ ଭୌତିକ ଜଗତରୁ ମଝିରେ ମଝିରେ କେବେ କେବେ ଆସନ୍ତି ଜଗତ ସହ ତାଙ୍କ ସମ୍ପୂର୍ଣ୍ଣ ସମ୍ପର୍କ ହେଉଛି ଶାଶ୍ୱତ। କିନ୍ତୁ କୃଷ୍ଣ କିମ୍ବା ଗୋଲକ ବୃନ୍ଦାବନ ଲୋକ ହେଉ ଏବଂ ଚିଜଗତର ସର୍ବଦା ଦିବ୍ୟମାନ ଓ ଚିଜଗତର ତାଙ୍କର ଉପସ୍ଥିତିକୁ ପ୍ରକଟ୍ୟ ଲୀଳା କୁହାଯାଏ। ମଥୁରା କଥା କହି ସେ କୁବ୍ଜାକୁ ସନ୍ତୁଷ୍ଟ କଲା ପରେ କୃଷ୍ଣ ଉଦ୍ଧବଙ୍କ ସହ ନିଜ ଗୃହକୁ ଆସିଥିଲେ। ଶ୍ରୀମଦ୍ ଭଗବତ ଗୀତାରେ ଏକ ଚେତାବନୀ ଶୁଣାଇ ଦିଆଯାଇଅଛି, ଶ୍ରୀକୃଷ୍ଣ ଖୁବ୍ ସହଜ ପ୍ରାପ୍ତ ହୁଅନ୍ତି ନାହିଁ, କାରଣ ସେ ହେଉଛନ୍ତି ପରମ ପୁରୁଷ। ଭଗବାନ ବିଷ୍ଣୁ ମଧ୍ୟ ମୁଖ୍ୟ କୃଷ୍ଣ ପୂଜାକୁ କରିବା ବା କୃଷ୍ଣଙ୍କର ସଙ୍ଗ ଲାଭ କରିବା ସହଜ କଥା ନୁହେଁ। ବିଶେଷତଃ ଯେଉଁ ଭକ୍ତମାନେ ମାଧୁର୍ଯ୍ୟ ରସରେ ବା କାନ୍ତାବ ହୋଇ କୃଷ୍ଣଙ୍କୁ ପାଇବାକୁ ଇଚ୍ଛା କରନ୍ତି, ସେମାନଙ୍କ ନିମିତ୍ତ ଏକ ଚେତାବନୀ ଅଛି। କୃଷ୍ଣ ସହ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରି ଇନ୍ଦ୍ରିୟ ସୁଖ କାମନା କରିବା ସେମାନଙ୍କ ପକ୍ଷରେ ଉଚିତ ନୁହେଁ। ବାସ୍ତବରେ ଇନ୍ଦ୍ରିୟ ସୁଖ କରିବା ଜନିତ କର୍ମ ଭୌତିକ ଅଟେ। ଚିତଜଗତ ମଧ୍ୟ ଆଲିଙ୍ଗନ କରିବା ଅଛି, କିନ୍ତୁ କଣ? ଭୌତିକ ଜଗତରେ ଏଗୁଡ଼ିକ ଯେପରି ଇନ୍ଦ୍ରିୟ ସୁଖ ନିମନ୍ତେ ଏଗୁଡ଼ିକୁ ନୁହନ୍ତି। ଏ ଚେତାବନୀ ବିଶେଷତଃ ସହିୟା ମାନଙ୍କ ପ୍ରତି ପ୍ରଯୁଜ୍ୟ, କାରଣ ସେମାନେ କୃଷ୍ଣଙ୍କୁ ଏକ ସାଧାରଣ ମାନବ ବୋଲି ଭାବନ୍ତି। ସେମାନେ ଏକ ବିକୃତ ଭାବରେ କୃଷ୍ଣଙ୍କ ସହ ଯୌନ ଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି। ଦିବ୍ୟ ସମ୍ପର୍କରେ ଇନ୍ଦ୍ରିୟ ସୁଖର ସ୍ଥାନ ନାହିଁ। ସେ ସ୍ଥଳରେ ତାହା ଅତି ହେୟ ଯେ କୃଷ୍ଣଙ୍କ ସହିତ ବିକୃତ ଭାବେ ଇନ୍ଦ୍ରିୟ ସୁଖ ଜନିତ ସମ୍ପର୍କ ସ୍ଥାପନ କରିବାକୁ ଇଚ୍ଛା କରେ, ସେ ଅଳ୍ପ ବୁଦ୍ଧି ସମ୍ପନ୍ନ ବୋଲି ବିବେଚିତ ହେବ ଉଚିତ। ତାହା ମନୋବୃତ୍ତି ସଂସ୍କାର ଆବଶ୍ୟକ। କିଛି ଦିନ ପରେ କୃଷ୍ଣ ଅକ୍ରୁର ଗୃହକୁ ଯାଇ ତାଙ୍କ ପ୍ରତୀକ୍ଷା ପାଳନ କଲେ। ଅକ୍ରୁର କୃଷ୍ଣଙ୍କ ସହ ଦାସ୍ୟ ଭାବନରେ ସଂଯୁକ୍ତ ଏବଂ କୃଷ୍ଣ ତା ଠାରୁ କିଛି ସେବା କରିବାକୁ ଇଚ୍ଛା କଲେ। ସେ ବଳରାମ ଓ ଉଦ୍ଧବଙ୍କ ସହ ସେଠାକୁ ଗଲେ। ଯେତେବେଳେ କୃଷ୍ଣ ବଳରାମ ଓ ଉଦ୍ଧବକ ଅକ୍ରୁର ଗୃହକୁ ନିକଟକୁ ପହଞ୍ଚିଲେ, ସେତେବେଳେ ଅକ୍ରୁର ଘରୁ ବାହାରି ଆସି ଉଦ୍ଧବ ଆଲିଙ୍ଗନ କଲା ଏବଂ କୃଷ୍ଣ ଓ ବଳରାମକୁ ଷଷ୍ଟାଙ୍ଗ ପ୍ରଣିପାତ କଲା। ପ୍ରତିବଦଳରେ କୃଷ୍ଣ ବଳରାମ ଓ ଉଦ୍ଧବ ମଧ୍ୟ ତାଙ୍କୁ ପ୍ରଣାମ ଜଣାଇଲେ। ଅକ୍ରୁର ସେମାନଙ୍କୁ ଯୋଗ୍ୟ ଆସନ ବସିବା ପାଇଁ ଦେଲେ। ସେମାନେ ସ୍ୱଚ୍ଛନ୍ଦରେ ବସିବା ପରେ ଅକ୍ରୁର ସେମାନଙ୍କ ପାଦ ଧୌତ କରି ସେ ଜଳକୁ ନିଜ ମୁଣ୍ଡରେ ଛିଞ୍ଚିଲା। ତତ୍ପରରେ ସେ ସୁନ୍ଦର ଫୁଲ ଓ ଚନ୍ଦନ ସେମାନଙ୍କୁ ଅର୍ପଣ କଲା। ଏ ତିନି ଜଣ ଅକ୍ରୁର ବ୍ୟବହାର ଖୁବ୍ ପ୍ରୀତ ହୋଇଗଲେ। ତାପରେ ଅକ୍ରୁର ଭୂଇଁରେ ମୁଣ୍ଡ ଲଗାଇ କୃଷ୍ଣଙ୍କୁ ପ୍ରଣାମ କଲେ। ତତ୍ପରରେ ସେ କୃଷ୍ଣ ପଦ୍ମ ପାଦକୁ କୋଳରେ ରଖି ମର୍ଦ୍ଦନ କରିବାକୁ ଆରମ୍ଭ କଲେ। କୃଷ୍ଣ ଓ ବଳରାମ ଉପସ୍ଥିତିରେ ଅକ୍ରୁର ପୂର୍ଣ୍ଣ ସନ୍ତୋଷ ଲାଭ କଲାକ୍ଷଣି ତାର ଚକ୍ଷୁଦ୍ୱୟ କୃଷ୍ଣ ପ୍ରେମ ମିଶ୍ରିତ ଅଶ୍ରୁରେ ପୂର୍ଣ୍ଣ ହୋଇଗଲା ଏବଂ ନିମ୍ନମତେ ପ୍ରାର୍ଥନା କରିବାକୁ ଆରମ୍ଭ କଲା। ହେ ପ୍ରିୟ ଭଗବାନ ଶ୍ରୀକୃଷ୍ଣ, ଆପଣ ଦୟାକରି କଂସ ଓ ତାର ସାଥୀବୃନ୍ଦ ବିନାଶ କରିଛନ୍ତି। ଆପଣ ସମୁଦାୟ ଯଦୁବଂଶ ବିରାଟ ବିପଦରୁ ଉଦ୍ଧାର କରିଛନ୍ତି। ଆପଣଙ୍କ ଯଦୁବଂଶ ଉଦ୍ଧାର କଥା ସେମାନେ ବରାବର ମନେ ରଖିଥିବେ। ହେ ପ୍ରିୟ କୃଷ୍ଣ ଓ ବଳରାମ, ଆପଣ ଆଦି ପୁରୁଷ, ଯାହାଙ୍କ ଠାରୁ ସବୁ ହିଁ
ହୋଇଛି। ଆପଣ ହିଁ ସର୍ବ କାରଣର ପରମ କାରଣ। ଆପଣଙ୍କ ଅଚିନ୍ତ୍ୟ ଶକ୍ତି ସମ୍ପନ୍ନ ଏବଂ ଆପଣଙ୍କ ସର୍ବ ବ୍ୟାପକ ଅଟନ୍ତି। କିନ୍ତୁ ଆପଣଙ୍କ ବ୍ୟତୀତ ସ୍ଥୂଳ ହେଉ ବା ସୂକ୍ଷ୍ମ ହେଉ କୌଣସି ପ୍ରକାର କାର୍ଯ୍ୟ କାରଣ ନାହିଁ। ଆପଣ ହିଁ ବେଦ ପାଠରୁ ମିଳୁଥିବା ବ୍ରହ୍ମାନୁଭୂତି। ଆପଣ ଅଚିନ୍ତ୍ୟ ଶକ୍ତି ଯୋଗୁ ହିଁ ଆପଣ ବାସ୍ତବରେ ଆମ ସମକ୍ଷରେ ଦୃଶ୍ୟମାନ। ଆମର ଆପଣଙ୍କ ଶକ୍ତିର ସାହାଯ୍ୟ ଏକ ଦୃଶ୍ୟ ଜଗତକୁ ସୃଷ୍ଟି କରିଛନ୍ତି ଏବଂ ଆପଣ ସ୍ୱୟଂ ଏହା ମଧ୍ୟ ପ୍ରବେଶ କରିଛନ୍ତି। ଯେଣୁ କ୍ଷିତି ଅପ୍ତେଜଂ ମରୁତୋ ଭୀମଂ ଏ ପଞ୍ଚ ମହାଭୂତ ପ୍ରକାଶିତ ବିଭିନ୍ନ ଶରୀର ଦ୍ୱାରା ପ୍ରତ୍ୟକ୍ଷ ବସ୍ତୁ ମଧ୍ୟରେ ବିସ୍ତୃତ ହୋଇଅଛି। ଆପଣ ହିଁ କେବଳ ଆପଣଙ୍କ ନିଜ ଶକ୍ତି ସାହାଯ୍ୟରେ ଦୃଷ୍ଟିର ବିଭିନ୍ନ ପ୍ରକାର ଶରୀର ମଧ୍ୟରେ ପ୍ରବେଶ କରିଛନ୍ତି। ଶରୀରର ମଧ୍ୟରେ ଆପଣ ଜୀବାତ୍ମା ରୂପରେ ଏବଂ ସ୍ୱାଧୀନ ଭାବରେ ପରମାତ୍ମା ରୂପରେ ପ୍ରବେଶ କରିଛନ୍ତି। ଭଗବତ ଗୀତାରେ କୁହାଯାଇଛି, କୃଷ୍ଣଙ୍କ ନିକୃଷ୍ଟ ଶକ୍ତି ଦ୍ୱାରା ଭୌତିକ ଶରୀର ସୃଷ୍ଟି ହୋଇଛି। ଜୀବ ଓ ଜୀବାତ୍ମା ତାଙ୍କର ଅବିଚ୍ଛେଦ ଅଙ୍ଗ। ଏପରି ଭାବେ ପାର୍ଥିବ ଶରୀର, ଜୀବସଭା ଏବଂ ପରମାତ୍ମାକୁ ନେଇ ଏକ ନିର୍ଦ୍ଦିଷ୍ଟ ଜୀବଜଗତ। ମୌଳିକ ଭାବେ ସେମାନେ ପରମ ପୁରୁଷ ବିଭିନ୍ନ ଅକ୍ରୂର କହନ୍ତି। ଭୌତିକ ଜଗତରେ ଆପଣ ସମଗ୍ର ଦୃଶ୍ୟ ଜଗତକୁ ସତ ଓ ରଜ ତମ ଏ ତ୍ରିଗୁଣାତ୍ମିକ ପ୍ରକୃତି ସାହାଯ୍ୟରେ ସୃଷ୍ଟି କରିଛନ୍ତି, ପରିପାଳନ କରୁଛନ୍ତି ଏବଂ ଧ୍ୱଂସ କରୁଛନ୍ତି। ସେ ତ୍ରିଗୁଣାତ୍ମିକ ଭୂତ ପ୍ରକୃତି କ୍ରିୟା ଆପଣ ସୃଷ୍ଟି କରୁଛନ୍ତି ଏବଂ ଧ୍ୱଂସ କରୁଛନ୍ତି। ଯେପରି ପରମେଶ୍ୱର ଏ ଭୌତିକ ସୃଷ୍ଟି ମଧ୍ୟ ପ୍ରବେଶ କରନ୍ତି ଏବଂ ତାହା ଫଳରେ ସୃଷ୍ଟି ସ୍ଥିତି ଓ ଧ୍ୱଂସ ଯଥା ସମୟରେ ଚାଲେ, ସେହିପରି ପରମେଶ୍ୱରଙ୍କ ଅଂଶ ବିଶେଷ ଅର୍ଥାତ୍ ଜୀବ ଭୂତ ପ୍ରାର୍ଥନା ମଧ୍ୟରେ ପ୍ରବେଶ କରି ତାଙ୍କର ଜଡ଼ ଶରୀର ସୃଷ୍ଟି କରେ। ଜୀବ ଓ ଭଗବାନ ମଧ୍ୟରେ ଥିବା ପାର୍ଥକ୍ୟ ହେଉଛି ଏହା ଯେ ଜୀବ ପରମେଶ୍ୱରଙ୍କ ଅଂଶ ବିଶେଷ ଏବଂ ସେ ଭୌତିକ ଗୁଣ ଦ୍ୱାରା ପ୍ରଭାବିତ ହୋଇଥାଏ। କିନ୍ତୁ ପରମ ବ୍ରହ୍ମ କୃଷ୍ଣ ସର୍ବଦା ପୂର୍ଣ୍ଣ ଜ୍ଞାନ ଭୂମିକାରେ ଥିବାରୁ କଦାପି ଏ କର୍ମ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ। ତେଣୁ କୃଷ୍ଣଙ୍କ ଗୋଟେ ନାମ ହେଉଛି ଅଚ୍ୟୁତ, ଅର୍ଥାତ୍ ତାଙ୍କର ଆଦୌ ଅଧପତନ ହୁଏ ନାହିଁ। ତାଙ୍କର କ୍ଷୁଦ୍ର ଅଂଶ ବିଶେଷ ଜୀବଗଣ ଭୌତିକ କ୍ରିୟା ଦ୍ୱାରା ପ୍ରଭାବିତ ହୁଅନ୍ତି। ଜୀବଗଣ ଶାଶ୍ୱତ ଭାବେ ଭଗବାନଙ୍କ ଅଂଶବିଶେଷ ଅଟନ୍ତି। ମୌଳିକ ଅଗ୍ନି ସ୍ୱରୂପ ହେଲେ କୃଷ୍ଣ ଓ ଜୀବଗଣ ହେଲେ ସେ ଅଗ୍ନିଙ୍କ ସୂକ୍ଷ୍ମ ଅଂଶବିଶେଷ, ଅର୍ଥାତ୍ ଅଗ୍ନି ସ୍ଫୁଲିଙ୍ଗ ତୁଲ୍ୟ। ତେଣୁ ଅଗ୍ନି ସ୍ଫୁଲିଙ୍ଗର ନିର୍ବାପିତ ହେବାର ବହୁତ ସମ୍ଭାବନା ଅଛି। ଅକ୍ରୂର କହିଲେ ନିର୍ବୋଧ ବ୍ୟକ୍ତିଗଣ ଆପଣଙ୍କ ଦିବ୍ୟ ରୂପକୁ ଭୁଲ ବୁଝନ୍ତି ଏବଂ ଭାବନ୍ତି ଯେ ତାହା ଭୌତିକ ଶରୀର ଶକ୍ତି ଦ୍ୱାରା ଗଠିତ। ଏ ଧାରଣା ଆପଣ ପକ୍ଷରେ ପ୍ରଯୋଜ୍ୟ ନୁହେଁ। ବାସ୍ତବରେ ଆପଣ ଦିବ୍ୟ ଅଟନ୍ତି। ଆପଣଙ୍କ ପକ୍ଷରେ ଶରୀର ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଏଥିଯୋଗୁଁ ଆପଣ ପାଇଁ ବନ୍ଧନ ବା ମୁକ୍ତିର ପ୍ରଶ୍ନ ନାହିଁ। ଜୀବନର କୌଣସି ଅବସ୍ଥାରେ ଆପଣଙ୍କର ପାଇଁ ବନ୍ଧନ ବା ମୁକ୍ତି ପ୍ରଶ୍ନ ନାହିଁ। ଜୀବନ ଯେକୌଣସି ଅବସ୍ଥାରେ ଆପଣ ସନାତନ ଭାବେ ମୁକ୍ତ। ଭଗବତ ଗୀତାରେ କୁହାଯାଇଛି, ନିର୍ବୋଧ ମୂର୍ଖଗଣ ହିଁ ଆପଣଙ୍କୁ ଏକ ସାଧାରଣ ମାନବ ବୋଲି ଭାବନ୍ତି। ଆମ୍ଭମାନଙ୍କ ଅନ୍ନପୂର୍ଣ୍ଣ ଜ୍ଞାନ ଯୋଗୁଁ ଆମ୍ଭେମାନେ ଆମ୍ଭମାନଙ୍କ ପରି ଭୂତ ପ୍ରକୃତି ବନ୍ଧନରେ ଅଛନ୍ତି ବୋଲି ଭାବୁ। ଏହା ହେଉଛି ଆମର ଅପରାଧ ବା ଭ୍ରମ। ଯେତେବେଳେ ଲୋକମାନେ ମୌଳିକ ବେଦ ଜ୍ଞାନରୁ ବିଚ୍ୟୁତ ହୋଇଯାଆନ୍ତି,
ସେତେବେଳେ ସେମାନଙ୍କ ସାଧାରଣତଃ ଜୀବକୁ ଆପଣ ସହିତ ସମାନ ବୋଲି ଗ୍ରହଣ କରିବାକୁ ଚେଷ୍ଟା କରନ୍ତି। ଜୀବଗଣ ଯେ ଭଗବାନଙ୍କ ସହ ସମାନ ନୁହନ୍ତି କିମ୍ବା ଏହା କିମ୍ବା ଏକ ନୁହନ୍ତି, ଏହି କଥା ବା ଏହି ଜ୍ଞାନ ପ୍ରତିଷ୍ଠା କରିବା ନିମନ୍ତେ ଆପଣ ଆପଣଙ୍କ ମୌଳିକ ରୂପେ ଏ ଧାରାଧାମରେ ଅବତୀର୍ଣ୍ଣ ହୋଇଛନ୍ତି। ହେ ମୋର ପରମ ପ୍ରିୟ ପ୍ରଭୁ, ଆପଣ ସର୍ବଦା ଶୁଦ୍ଧ ସତ୍ୟ ସ୍ତରରେ ଅବସ୍ଥିତ। ବୈଦିକ ଜ୍ଞାନରେ ପୁନର୍ଜାଗରଣ ନିମିତ୍ତ ଆପଣଙ୍କ ଆବିର୍ଭାବ ଆବଶ୍ୟକ ଅଟେ। ଭଗବାନ ଓ ଜୀବଗଣ ଏକ ଏବଂ ଅଭିନ୍ନ ଅଟନ୍ତି। ଏହି ଯେଉଁ ନାସ୍ତିକ ଭାବଧାରା ବା ଦର୍ଶନ, ଏହା ପ୍ରକୃତି ବୈଦିକ ଜ୍ଞାନ ବିରୋଧାତ୍ମକ ଅଟେ। ହେ ମୋର ପ୍ରିୟ ଭଗବାନ କୃଷ୍ଣ, ଏଥର ଆପଣ ଆପଣଙ୍କ ପ୍ରତ୍ୟକ୍ଷ ବିସ୍ତୁତା ବଳରାମଙ୍କ ସହ ବସୁଦେବ ଗୃହଙ୍କ ତାଙ୍କର ପୁତ୍ର ରୂପେ ଅବତୀର୍ଣ୍ଣ ହୋଇଅଛନ୍ତି। ଆପଣଙ୍କ ଲକ୍ଷ୍ୟ ହେଲା ଏ ସମସ୍ତ ରାକ୍ଷସ ଓ ରାଜବଂଶ ଏବଂ ତାଙ୍କର ବିରାଟ ସୈନ୍ୟବାହିନୀକୁ ବିନାଶ କରିବାକୁ। ପୃଥିବୀର ଭାର ହରଣ ନିମନ୍ତେ ଆପଣ ଅବତାର ଗ୍ରହଣ କରନ୍ତି ଏବଂ ଆପଣଙ୍କ ଏ ଲକ୍ଷ୍ୟ ପୂରଣ ନିମନ୍ତେ ଆପଣଙ୍କ ଯଦୁବଂଶରେ ଜାତ ହୋଇ ସେ ବଂଶକୁ ଗୌରବାନ୍ୱିତ କରନ୍ତି। ହେ ମୋର ପ୍ରିୟ ପ୍ରଭୁ, ଆପଣ ଉପସ୍ଥିତ ଯୋଗୁଁ ଆଜି ମୋ ଘର ପବିତ୍ର ହୋଇଯାଇଛି। ମୁଁ ପୃଥିବୀର ଅତ୍ୟନ୍ତ ଭାଗ୍ୟବାନ ବ୍ୟକ୍ତି ହୋଇଅଛି, ଯେଉଁ ପରମ ପୁରୁଷ ଭଗବାନ ବିଭିନ୍ନ ଦେବତା ଓ ପିତୃପୁରୁଷ ଜୀବଗଣ ଓ ରାଜା ମହାରାଜାଙ୍କ ଦ୍ଵାରା ପୂଜିତ ହେଉଛନ୍ତି ଏବଂ ଯେ କି ପ୍ରତ୍ୟେକ ହୃଦୟରେ ପରମାତ୍ମା ରୂପେ ଦିବ୍ୟମାନ, ସେ ଆଜି ମୋ ଘରକୁ ଆସିଛନ୍ତି। ତାଙ୍କର ପାଦ ପଦ୍ମ ଜଳ ତ୍ରିଭୁବନକୁ ପବିତ୍ର କରୁଛି ଏବଂ ସେ ବର୍ତ୍ତମାନ ଦୟାକରି ମୋ ଘରକୁ ଆସିଛନ୍ତି। ଏ ତ୍ରିଭୁବନ ଏପରି ପଶ୍ଚିତ ଲୋକ କିଏ ଅଛି ଯେ କି ଆପଣଙ୍କ ପାଦ ପଦ୍ମରେ ଆଶ୍ରୟ ଗ୍ରହଣ କରିବ ନାହିଁ ଓ ଆପଣଙ୍କ ଶରଣ ଆସିବ ନାହିଁ। ଆପଣ ଆପଣଙ୍କ ଭକ୍ତ ମାନଙ୍କ ପ୍ରତି ଯେପରି ସ୍ନେହୀ ଆଉ କେହି ସେପରି ନୁହନ୍ତି। ଏକଥା ଭଲ ଭାବେ ଜାଣି ଯେ ଆପଣଙ୍କ ଭକ୍ତ ଯେ ଭାବେ ଅସ୍ୱୀକାର କରେ, ତା ଭଳି ବୋକା ଆଉ କିଏ ଅଛି? ସମସ୍ତ ବୈଦିକ ସାହାଯ୍ୟରେ ଘୋଷଣା କରାଯାଇଛି ଯେ ଆପଣ ହେଉଛନ୍ତି ପ୍ରତ୍ୟେକ ଜୀବର ଅତି ଅତଙ୍ଗ ବନ୍ଧୁ। ଏହା ମଧ୍ୟ ଭଗବତ ଗୀତାରେ ସ୍ୱୀକାର କରାଯାଇଛି। ହରେ କୃଷ୍ଣ ପ୍ରଭୁ। କୁହ, ସରିଗଲା? ଆଜ୍ଞା। ସମରାଇଜ କର, କଣ କହିଲ, କାହା ବିଷୟରେ କହିଲ, କଣ ଶିକ୍ଷା ମିଳିଲା? ଯେ କି ମାନେ ଏଠି ଆମେ ଯେ କୃଷ୍ଣ ଭକ୍ତ ପାଇଁ ସବୁ କିଛି କରିପାରନ୍ତି। ଯଦି ଭକ୍ତ କୃଷ୍ଣଙ୍କ ପ୍ରତି ମାନେ ତାଙ୍କର ପ୍ରେମ ମାନେ ଦେଇପାରନ୍ତି, ତ କୃଷ୍ଣ ତାଙ୍କ ପାଇଁ ସବୁ କିଛି କରିପାରନ୍ତି। ତମ ପାଇଁ କଣ କରିବେ ଭଗବାନ? ଫାଷ୍ଟ ସିଜନ ତମ କହୁନ, ତମ ପାଇଁ ଭଗବାନ କୃଷ୍ଣ ଆସି କଣ କରିବେ? ମୋ ପାଇଁ ଭଗବାନ କୃଷ୍ଣ ବହୁତ କିଛି ହେଲ୍ପ କରୁଛନ୍ତି। କଣ କରୁଛନ୍ତି ଆଉଥରେ କହିଲେ? ଭଗବାନ କୃଷ୍ଣଙ୍କ ଯେତେ ସମର୍ପଣ ଆମେ ହୋଇଯିବା ତାଙ୍କ ପାଖରେ, ସେତେବେଳେ ସେ ସବୁ କିଛି କରିପାରିବେ। କିଛି ମାନେ ଆମେ ଇନ୍ଦ୍ରିୟ ମାନଙ୍କୁ ଯେତେବେଳେ ତାଙ୍କୁ ସମର୍ପଣ କରିଦେବା, ସେ ସମୟରେ କୌଣସି ମାନେ ବାହ୍ୟ ଜଗତରୁ ତାଙ୍କର ମାନେ ଆମକୁ କିଛି ମାନେ ଇଏ ପଡିବନି ବାବା। ଇନ୍ଦ୍ରିୟ ମାନଙ୍କୁ କେମିତି ସମର୍ପଣ କରିବ?
ଇନ୍ଦ୍ରିୟ ମାନଙ୍କ କିନ୍ତୁ ଭକ୍ତି ଯୋଗରେ ଆସିବା ପାଇଁ କେମିତି କଣ କରିବ ତମ ପ୍ଲାନ୍ କଣ କରୁଛ ତାହେଲେ? ଭକ୍ତିରେ ସବୁବେଳେ ଲୀନ ହୋଇ ରହିବା। ପାଠ କିଏ ପଢିବ? ପାଠ ସବୁ କିଛି ଟାଇମ ଦେବାକୁ ପଡିବ, ଟାଇମ ମ୍ୟାନେଜମେଣ୍ଟ। ତ ପାଠ ପଢିବ ଯଦି ଇନ୍ଦ୍ରିୟ ଗୁଡା ତମ ପାଠରେ ପଢିବ ନା, ଭଗବାନଙ୍କ ସେବାରେ କେମିତି ଲୀନ ହବ, ଲୀନ କରିବ? ହୁଁ। ଆଜି କାହା କାହା ବିଷୟରେ ପଢିଲେ କହିଲ? କୁବଜା କୁବଜା ଜଣେ ଆଉ ଥିଲେ କି ସେ, ଆଉ ତାପରେ ତାଙ୍କର ମାନେ ଶ୍ରଦ୍ଧା ଇଏ ଥିଲେ, ତାଙ୍କ ପାଖକୁ ଯିଏ ଯାଇଥିଲେ ବଳରାମଙ୍କ ସହିତ, ବଳରାମ ଏବଂ ଉଦ୍ଧବଙ୍କ ସହିତ ସେତେବେଳେ ତାଙ୍କ ଦେଖା ହେଲା ଏବଂ ସେ ସେ କଣ କଲେ? ତାଙ୍କୁ ସେମାନେ କହିଲେ କି ମାନେ ଯେପରି ଯେ ଆପଣଙ୍କୁ ଯିଏ ପାଇବା ପାଇଁ ମାନେ ଯିଏ ଆପଣଙ୍କୁ ବୁଝି ପାରିନାହିଁ, ସେ ତ ସବୁଠୁ ମାନେ ଜଗତର ବହୁତ ବଡ ମୂର୍ଖ ବା ବୋକା। ହୁଁ। ଆଉ ଯେମିତି କୁବଜାଙ୍କ ଘରକୁ ଯାଇଥିଲେ, ଯେ କି ମାନେ ତାଙ୍କର ଶୁଦ୍ଧ ଭକ୍ତ ଥିଲେ, ଯେ ତାଙ୍କୁ ସେ ଯେକୌଣସି ଉପାୟରେ ଆମେ ଭଗବାନଙ୍କୁ ପାଇପାରିବା, ଏମିତି କିଛି ନାହିଁ କି ମାନେ ଭଗବାନଙ୍କ ପାଖରେ ଆମେ ଖାଲି ପୂଜା କରିବା, ତାଙ୍କ ପାଖରେ ପୁରା ସବୁବେଳେ କରିବା। ଭଗବାନଙ୍କୁ ପାଇବା ପାଇଁ ସବୁ କିଛି ମାନେ ବହୁତ କିଛି ୱେ ଅଛି, କେବଳ ମନରେ ଯଦି ଭକ୍ତି ଥିବ ଆମେ ଭଗବାନଙ୍କୁ ମଧ୍ୟ ପାଇପାରିବା। କଣ ସବୁ ରାସ୍ତା ଅଛି କହିଲ? ବହୁତ କିଛି ରାସ୍ତା କହିଲ, କଣ ସବୁ? ଜଣେ ମାନେ ଯେମିତି ଗୋଟେ ଗୋଟେ ଫାର୍ମର ଗୋଟେ ଯେମିତି ଗୋଟେ ଜମିରେ ଯେମିତି ଚାଷ କରେ, ସେ ତ ଭଗବାନଙ୍କ ପାଖକୁ ଯାଇପାରେନି ନା ପ୍ରାୟ ଟାଇମ। ଯେତେବେଳେ ଆଗରୁ ଗାଁ ଥିଲା ସେତେବେଳେ ସେ ତା ମନରେ ଭକ୍ତି କରେ, ତ ସେମିତି କି କଣ ହେଲା, କୃଷକ ଯିବ ଭଗବାନ ପାଖକୁ ନା ନାଇଁ ଯିବନି? ମନରେ ଭକ୍ତି ଥିବା ଦରକାର। ଆଉ ଗୋଟେ ଏକ୍ସାମ୍ପଲ କହିବି, ଏକ୍ସାମ୍ପଲ କହୁନୁ। ଥରେ ଗୋଟେ ଋଷି ଯେମିତି ସେ ସବୁବେଳେ ଭଗବାନଙ୍କୁ ଡାକନ୍ତି, ମାନେ ଥାନ୍ତି, କିନ୍ତୁ ଗୋଟେ ଚାଷୀ ଯିଏକି ମାନେ ତା ବିଲରେ ସବୁବେଳେ ଚାଷ କରେ ଏବଂ ସେ ଦିନ ରାତି ଚାଷ କରେ, ଥରେ ଯେ ଋଷି ଭଗବାନଙ୍କ ସହିତ ଯେବେ ଆ ଦେଖାହେଲେ, ମାନେ ତାଙ୍କ ସହିତ ଯେବେ କଥାବାର୍ତ୍ତା କଲେ, ପ୍ରଭୁ ମୁଁ ଆପଣଙ୍କୁ ଏତେ ପୂଜା କରୁଛି, ଏତେ ସବୁ ପୂଜା କରୁଛି, ସବୁ କିଛି କରୁଛି, କିନ୍ତୁ ଆପଣ ସେ ଫାର୍ମର କୁ କେମିତି କହୁଛନ୍ତି ସେ ହଉଛନ୍ତି ମୋର ମାନେ ଶୁଦ୍ଧ ଭକ୍ତ ବୋଲି। ସେ କହିଲେ ସେ ତ ଦିନମାନ ସେଠି କାମ କରୁଛି, ତାହେଲେ ଯେତେବେଳେ କହିଲେ ପ୍ରଭୁଜୀ କହିଲେ ତମେ ଯାଅ ତାଙ୍କୁ ଦିନମାନ ଦେଖ। ଦିନମାନ ଯେତେବେଳେ ସେ ଦେଖିଲେ, ସେ କିଛି ଦେଖିଲେ କି ଖାଲି ସେ ଗଲା ଖାଇଲା ସକାଳୁ ଆଉ ଯାଇକି ସେଠି କାମ କଲା। ତାପରେ କହିଲେ କି ସେ ତ କିଛି କାମ ସେ ତ ଖାଲି କାମ କରୁଛି, ଆପଣଙ୍କୁ କିଛି ତ କିଛି ଭକ୍ତି କରୁନାହିଁ, ମୁଁ ତ ଆପଣଙ୍କୁ ଦିନମାନ ଏମିତି ବସି ଭକ୍ତି କରୁଛି। କିନ୍ତୁ ତାପରେ ସେ କହିଲେ କି ତା ମନରେ ଭକ୍ତି ଅଛି ଏବଂ ସେ ସର୍ବଦା ମାନେ ମନରେ ମତେ ଯାହା କିଛି କରିବା ପୂର୍ବରୁ ମତେ ଆ ସମର୍ପଣ କରି ମାନେ ଡାକିକି ସେ କାମ ଆରମ୍ଭ କରୁଛି, ସେଥିପାଇଁ ସେ ଶୁଦ୍ଧ ଭକ୍ତ। ଋଷି ଋଷି କଣ ସେ? ତ ଭିଡିଓ ଅଡିଓ ଅଫ୍ ହେଇଯାଇଛି ଅନ୍ କର। ଋଷି କଣ ସେ କଣ ତାର କଣ ଅସୁବିଧା ହେଲା? ହରେ କୃଷ୍ଣ କହିଲି। ଆଚ୍ଛା। ଶୁଣି ପାରିଲ ନା କଣ କହିଲି? ନାଇଁ ଶୁଭିଲାନି। ହଁ ଋଷିଙ୍କର କଣ ଅସୁବିଧା ହେଲା? କୃଷକ ଯିଏ ଥିଲେ ସିଏ ତ ଭଗବାନଙ୍କ ଶୁଦ୍ଧ ଭକ୍ତ ହେଲେ, ଋଷିଙ୍କର କଣ ଅସୁବିଧା ହେଲା? ଋଷି ଯେ କି ମାନେ ସବୁବେଳେ ପୂଜା କରିଲେ, କିନ୍ତୁ ତାଙ୍କ ମନରେ ତ ଏତେ ଭକ୍ତି ନଥିଲା ଭଲସେ। ତୁମେ କେମିତି ଜାଣିଲ? ତମ ଭିଡିଓ କାଇଁ ଅଫ୍ ଅନ୍ ହଉଛି, ତମ ଗୋଟେ କନଷ୍ଟାଣ୍ଟ ରହୁନ। ହଁ ଅଫ୍ ଅନ୍ କର ନା ହେଲା, ଭିଡିଓ ଅଡିଓ ଅଫ୍ ଅନ୍ କର ନା, ଅନ୍ କରିକି ରଖ। ତ ଋଷିଙ୍କର କଣ ଅସୁବିଧା ହେଲା? ତମେ କେମିତି ଜାଣିଲ ତାଙ୍କର ଶୁଦ୍ଧ ଭକ୍ତି ନଥିଲା ବୋଲି? ସେଇ ଠିକ ସେ ତମେ ତ ମୁଁ କେମିତି ଜାଣିନି, ମନର କାହାଣୀ କହିଦଉଛ? ସେଇଟା ମୁଁ ଟିକେ
ମନରୁ ସବୁ କହିଲେ କେମିତି ହବ? ତମେ ବା ଭକ୍ତ ହେଲଣି, ତ କେବଳ ଆଜ୍ଞା ଭଗବତ ଗୀତା ଭାଗବତରୁ କହିବ, ମନରୁ କହିଲେ ଭକ୍ତ ହବନି। ବୁଝିଲା? ଆଜ୍ଞା ଏ କାହାଣୀର କୌଣସି ପ୍ରାସଙ୍ଗିକତା ନାହିଁ। ଆଜ୍ଞା ସେ କୃଷକ କୃଷି କରୁଛି ସେ ଶୁଦ୍ଧ ଭକ୍ତ, ସେ ଋଷି ତପସ୍ୟା କରୁଛି ଶୁଦ୍ଧ ଭକ୍ତ ନୁହଁ, ନା କଣ? ନାଇଁ ସେ ଆମେ ଆମ ଇନ୍ଦ୍ରିୟ ଭୋଗକୁ ଯଥାର୍ଥ କରିବା ପାଇଁ ଏଭଳିଆ ସବୁ କାହାଣୀ ବନାନ୍ତି। ଆଜ୍ଞା ଆଉ ଯୋଉ ପ୍ରସଙ୍ଗରେ କୁହାଯାଇଛି ସେ ପ୍ରସଙ୍ଗ ଆମେ ଜାଣିନି, ଆମେ ଖାଲି କହିଦଉଛେ। ବୁଝିଲ? ଆଜ୍ଞା ତେଣୁ କରିକି ଯାହାର ମନରେ ଭକ୍ତି ଥିବ ତାର ବାହାରେ ହିଁ ଭକ୍ତି ଥିବ। ହୁଁ। ନାଇଁ କି ମନରେ ଯୋଉ ଭକ୍ତି ଅଛି ସେ ଭକ୍ତି ସବୁଠୁ ସର୍ବଶ୍ରେଷ୍ଠ ଭକ୍ତି। କିନ୍ତୁ ତା ମାନେ ନୁହଁ ବାହାରେ ତାର ଏକ୍ସଟର୍ନାଲି ଇଣ୍ଟରନାଲି ଭକ୍ତି ଅଛି, ବାହାରେ ଭକ୍ତି ନାହିଁ ବୋଲି। ବୁଝିଲ? ଆଜ୍ଞା ତେଣୁ ସେଥିପାଇଁ ସେଇଭଳିଆ ଏକ୍ସାମ୍ପଲ ଯୋଉଥିରେ ଆମେ ସ୍ପଷ୍ଟ ନୁହେଁ, ତାର ତତ୍ଵ ଆମେ ଜାଣିନେ, ତାକୁ ଆମେ କହିବା କଥା ନୁହେଁ। ଆଜ୍ଞା ବୁଝିଲ? ଆଉ ତାର ପ୍ରାମାଣିକତା ବି କିଛି ନାହିଁ। ତମେ ଜାଣିଛ କୋଉ ଶାସ୍ତ୍ରରୁ ତୁମେ କହୁଛ? ନାଇଁ ତ ତ ଭକ୍ତିର ପ୍ରଥମ ଜିନିଷ ହେଲା କି ତମେ ଶାସ୍ତ୍ରରୁ ହିଁ କହିବ। ଯେମିତି ତୁମେ ଆଜି ସୁନ୍ଦର ଭାବରେ କୃଷ୍ଣ ଲୀଳା ଆମ ସମସ୍ତଙ୍କୁ ଶ୍ରବଣ କରେଇଲ, ସେମିତି ଶାସ୍ତ୍ରରୁ ହିଁ କହିବ, କେବେ ମନରୁ କହିବନି। ଆଜ୍ଞା ବୁଝିଲ? ମନରୁ ଯଦି କହିବ ତୁମର ଭଗବାନଙ୍କର ଉପରେ ଶ୍ରଦ୍ଧା ଆଉ ଶାସ୍ତ୍ର ଉପରେ ଶ୍ରଦ୍ଧା ନଷ୍ଟ ହେଇଯିବ। ତ ଆଜିର ସୁନ୍ଦର ଯୋଉ ଉପାଖ୍ୟାନ ଥିଲା କି କୃଷ୍ଣ ତାଙ୍କର ଭକ୍ତ ମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ତ ସେଇଠି ଭାଗବତମରେ ବର୍ଣ୍ଣନା କରାଯାଇଛି କି ଆମେ ସମସ୍ତେ ଭୌତିକ ଜଗତର ଲୋକ, ଆଉ ଆମ ଭିତରେ ବିଭିନ୍ନ ପ୍ରକାର କଳମଶ ପାପର ପ୍ରବୃତି ଅଛି, ଭିନ୍ନ ଭିନ୍ନ ଉପାୟରେ ଅଛି, କିନ୍ତୁ ଭଗବାନଙ୍କର ସଂସ୍ପର୍ଶରେ ଭଗବାନଙ୍କ ସଂସ୍ପର୍ଶରେ ଯଦି ଜଣେ ଆସିବ ତାର ଏ ପାପର ପ୍ରଭୃତି ନଷ୍ଟ ହେଇଯିବ। ଶାସ୍ତ୍ରରେ ଭାଗବତମରେ ସପ୍ତମ ସ୍କନ୍ଦ ପ୍ରଥମ ଅଧ୍ୟାୟ 30 ନମ୍ବର ଶ୍ଲୋକରେ କୁହାଯାଇଛି, କାମାତ୍ ତ୍ୱେତାତ୍ ସ୍ନେହାତ୍ ଯଥା ଭକ୍ତେଶ୍ୱରେ ମନଃ ଆବେଶ୍ୟ ତଦ୍ ଅଘମ୍ नीत्वा ବହବସ୍ତଦ୍ ଗତିମ୍ ଗତା। ବହ ମାନେ ବହୁତ ଲୋକ ସେଇ ଗତିକୁ ପ୍ରାପ୍ତ ହୋଇଛନ୍ତି, ସୁପ୍ରିମ ଡେଷ୍ଟିନେସନ ଭଗବତ ଧାମକୁ ପ୍ରାପ୍ତ ହୋଇଛନ୍ତି। ଆବେଶ୍ୟ ତାଙ୍କର ମନକୁ ଆବିଷ୍ଟ କରିକି କୋଉଠାରେ ନା ଭଗବାନଙ୍କର ଉପରେ, ଯଥା ଭକ୍ତେଶ୍ୱରେ ମନଃ। ତ ପରିଣା କେମିତି ଦେଇଛନ୍ତି, ତାଙ୍କର ଅତଦ୍ ଅଘମ୍ ପାପମ୍, ସବୁ ପ୍ରକାରର ପାପରୁ ମୁକ୍ତ ହେଇକି। ତ କଣ ପାପ ଥିଲା ତାଙ୍କର? ଏବେ କୋଉ ପ୍ରବୃତିକୁ ସେ ଭଗବାନଙ୍କର ଇଏରେ ନିବିଷ୍ଟ କଲେ? କାମାତ୍, ତା ମନରେ ଲଷ୍ଟ ଡିଜାୟାର ଅଛି, କାମ ଭାବନା ଅଛି। ଦ୍ୱେଷାତ୍, ଈର୍ଷା ଅଛି। କି ଭୟାତ୍, ଭୟାତ୍ ମାନେ ଭୟ ଅଛି। ସ୍ନେହାତ୍, ସ୍ନେହ ଅଛି। ଏ ସବୁ ଜିନିଷ ଭୌତିକ ଜିନିଷ ଜଣା ପଡେ, କିନ୍ତୁ ଯେତେବେଳେ କୃଷ୍ଣଙ୍କ ସଂସ୍ପର୍ଶରେ ଆସେ ପୂର୍ଣ୍ଣ ହେଇଥାଏ, ପବିତ୍ର ହେଇଯାଏ। ତ ଏଠି କାମାତ୍ ଗୋପୀ ମାନଙ୍କୁ କୁହାଯାଏ, କିମ୍ବା କୁବ୍ଜାକୁ ବି ଏଠି କୁହାଯାଇଛି। କୁବ୍ଜା ଯେତେବେଳେ ଭଗବାନଙ୍କୁ ଆଲିଙ୍ଗନ କଲେ ସବୁ ପ୍ରକାର ପାପରୁ ସିଏ କଣ ମୁକ୍ତ ହେଇଗଲେ। ତେଣୁ ସେଥିପାଇଁ ଏଇଟା ଗୋଟେ ବଡ ଆଶା ଆମ ମାନଙ୍କ ପାଇଁ, କି ଭଗବାନ ଆମକୁ ସୁରକ୍ଷା ପ୍ରଦାନ କରିପାରିବେ। ଆମେ ଯେକୌଣସି ପରିସ୍ଥିତିରେ ଥିଲେ, କିନ୍ତୁ ଆମେ ସେତିକି ନିଷ୍ଠାପର ଭାବରେ ଆବେଶ୍ୟ ତଦକ ମୃତ୍ୟୁ ଆବେଶ ହବା ଦରକାର। ଭଗବାନଙ୍କ ପାଖରେ ମନୋନିବେଶ କରିଥିବା ଦରକାର। ଆମର ଉଦ୍ଦେଶ୍ୟ ପୂର୍ଣ୍ଣ ରୂପେ କ୍ଲିଅର ଥିବା ଦରକାର। କୁବ୍ଜା ଭଗବାନଙ୍କର ଶ୍ରୀ ଅଙ୍ଗରେ ଚନ୍ଦନ ଲେପନ କରିବା ପାଇଁ ଚାହୁଁଥିଲେ। ତେଣୁ ତାଙ୍କର ଲକ୍ଷ୍ୟ ଗୋଟିଏ କ୍ଲିଅର ଥିଲା କି ଭଗବାନଙ୍କର ଅଙ୍ଗ ତାପରୁ ଭଗବାନଙ୍କୁ କଣ କରିବା ପାଇଁ, ଶୀତଳତା ପ୍ରଦାନ କରିବା ପାଇଁ। ତ ସେଥିପାଇଁ କୁହାଯାଏ ଏ ଆତ୍ମେନ୍ଦ୍ରିୟ, ତୃପ୍ତି ବାଞ୍ଛା, କଣ ଜୟପ୍ରକାଶ ପ୍ରଭୁ କହିଲ? ଶୁଣିଥିବ ତମେ ପ୍ରାୟ ଟାଇମ୍ ଲେକ୍ଚରରେ। ଆଜ୍ଞା ପ୍ରଭୁଜୀ, ହରେ କୃଷ୍ଣ ପ୍ରଭୁଜୀ ଦଣ୍ଡ। ହଁ ହଁ। ମୁଁ କହୁଛି ସେଇଟା ଭଲସେ କହୁଛି ଓଡ଼ିଆରେ ତାକୁ ଏକ୍ସପ୍ଲେନ କରୁଛି। ତ ଆତ୍ମେନ୍ଦ୍ରିୟ, ତୃପ୍ତି ବାଞ୍ଛା, ଆରେ କଣ?
ତ ନିଜର ଇନ୍ଦ୍ରିୟ ଆମର ଯେତେବେଳେ ନିଜର ଇନ୍ଦ୍ରିୟକୁ ଆମେ ସନ୍ତୁଷ୍ଟ କରିବା ପାଇଁ ଚାହୁଁଛେ ସେଟାକୁ କାମ ସେଇଟା ବୋଲି କାମ କୁହାଯାଏ। କାମ ଆଉ କିନ୍ତୁ ଏଠି ଭଗବାନ କୁବ୍ଜା କଣ ଶ୍ରୀକୃଷ୍ଣଙ୍କ କରିଥାଏ? ଇନ୍ଦ୍ରିୟକୁ ଯେତେବେଳେ ଆମେ ସନ୍ତୁଷ୍ଟ କରିବା ସେଇଟା ଯେ ପ୍ରେମ କୃଷ୍ଣେନ୍ଦ୍ରିୟ ତୃପ୍ତି ଇଚ୍ଛା ଧରେ ପ୍ରେମ ନାହିଁ। है। ଭଗବାନଙ୍କ ଇନ୍ଦ୍ରିୟ ବିଶ୍ୱଜିତ ପ୍ରଭୁ କହୁଥିଲେ ଆମେ ଇନ୍ଦ୍ରିୟକୁ ଭଗବାନଙ୍କ ସେବାରେ ଲଗେଇବା। ତ କୃଷ୍ଣଙ୍କର ଇନ୍ଦ୍ରିୟଙ୍କୁ କୃଷ୍ଣଙ୍କର ଆମେ ସମସ୍ତେ ଆମର ଯାହା ବି ଇନ୍ଦ୍ରିୟ ଅଛି ସବୁ କୃଷ୍ଣଙ୍କର। ତ ସେ ସବୁକୁ ଭଗବାନଙ୍କର ସେବାରେ ଆମକୁ ନିୟୋଜିତ କରାବାର ଅଛି। ତ ସେଥିରେ ହେଲେ ଆମର ଯୋଉ ପାପର ପ୍ରବୃତ୍ତି ଅଛି ପାପର ପ୍ରତିକ୍ରିୟା ଅଛି ଦିଟା ଯାକ ନଷ୍ଟ ହେଇଯିବ ଆଉ ତା ମାଧ୍ୟମରେ ଆମେ ଭଗବାନଙ୍କୁ ପ୍ରାପ୍ତ ହେଇପାରିବୁ। ବୁଝିହେଲା ବିଶ୍ୱଜିତ ପ୍ରଭୁ? ତ ବିଶେଷ ଧନ୍ୟବାଦ ବିଶ୍ୱଜିତ ପ୍ରଭୁଙ୍କୁ ଏ ସୁନ୍ଦର ଭାବରେ ଆମକୁ ଭଗବାନଙ୍କର ଲୀଳା ଉପସ୍ଥାପନ କରିଛନ୍ତି। ଠିକ ଅଛି। ତ ଆଗକୁ ବି ଏଇଭଳିଆ ଲୀଳା ସମସ୍ତଙ୍କୁ ଶ୍ରବଣ କରିବାର ପୁଣି ସୁଯୋଗ ପ୍ରାପ୍ତ ହବ। ହରେ କୃଷ୍ଣ ଶିଲ ପ୍ରଭୁପାଦ କି ଜୟ। ତ